ତ୍ରେତୟା ଯୁଗର ମହାନ ଋଷି ବାଲ୍ମୀକି ଯିଏ ରଚନା କରିଛନ୍ତି ସଂସ୍କୃତ ରାମାୟଣ। ସେହି ବାଲ୍ମୀକିଙ୍କର ଯୋଗସ୍ଥଳୀ ରହିଛି ଆମ ଓଡ଼ିଶାରେ। ଖାଲି ଯୋଗସ୍ଥଳୀ ନୁହେଁ, ସେହି ନିକଟରେ ରହିଛି ମା ନୀଳ ସରସ୍ୱତୀଙ୍କର ମନ୍ଦିର। ଏ ନୀଳ ସରସ୍ୱତୀଙ୍କର ମନ୍ଦିର ଏବଂ ଋଷି ବାଲ୍ମୀକିଙ୍କ ସମ୍ପର୍କରେ ଅଧିକ ଜାଣିବା ଆମ ସହିତ ଉପସ୍ଥିତ ରହିଛନ୍ତି ପ୍ରଭାସ ପଣ୍ଡା, ଯିଏକି ସେହି ମା ନୀଳ ସରସ୍ୱତୀ ମନ୍ଦିରର ପୂଜକ। ତାଙ୍କ ସହିତ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା। ପ୍ରଥମେ ତାଙ୍କୁ ସ୍ୱାଗତ କରିବା। ପ୍ରଭାସ ନନା, ମୋବାଇଲ ନ୍ୟୁଜ୍ 24x7 ମୁଁ ପ୍ରଭାତ ଆପଣଙ୍କୁ ସ୍ୱାଗତ କରୁଛି। ନନା, ପୁରାଣ ବିଶେଷ କରି ଯଦି ରାମାୟଣ କଥା କହିବା, ତ୍ରେତୟା ଯୁଗରେ ରାମାୟଣ ରଚନା କରିଥିଲେ ମହାନ ଋଷି ବାଲ୍ମୀକି। ସମସ୍ତେ ଜାଣିଛୁ ଦଶବୃତ୍ତି ଛାଡ଼ିକିରି ରତ୍ନାକରରୁ ସେ ବାଲ୍ମୀକି ହେଇଗଲେ। ତେବେ ଓଡ଼ିଶାର ଯେଉଁ ସ୍ଥାନରେ ସେ ଯୋଗ ଅଭ୍ୟାସ କରୁଥିଲେ ସେ ପୀଠକୁ ବର୍ତ୍ତମାନ ଆପଣ ଭଲ ଭାବେ ଅନୁଧ୍ୟାନ କରିଛନ୍ତି। ଆଉ ସେ ପୀଠ ପାଖରେ ରହିଥିବା ସରସ୍ୱତୀଙ୍କ ମନ୍ଦିରରେ ଆପଣ ପୂଜକ ମଧ୍ୟ ଅଛନ୍ତି। ଆମକୁ ବିସ୍ତୃତ ଭାବେ କୁହନ୍ତୁ ବାଲ୍ମୀକିଙ୍କ ସହ ଜଡ଼ିତ ସମସ୍ତ କଥା ଯାହା ସେଠିକା କିମ୍ବଦନ୍ତୀ କହୁଛି ଏବଂ ମା ନୀଳ ସରସ୍ୱତୀଙ୍କୁ ନେଇ କ'ଣ ଏଠି ଲୋକକଥା ରହିଛି ଆପଣ ଆମକୁ କୁହନ୍ତୁ। ଆମେ ପୂର୍ବଜ କହନ୍ତି ଯେ ଏଠି କମାବଂଶ ବ୍ରାହ୍ମଣ ଥିଲେ। ସିଏ ବହୁତ ଗୁଡ଼ିଏ କର୍ମ କଲେ। କର୍ମ କଲା ପରେ ତାଙ୍କ ଭିତରୁ ଜଣେ ଅପକର୍ମ କଲା ପରେ ସେଠୁ ଆଉ ଜଣେ କହିଲେ ତାଙ୍କ ସ୍ତ୍ରୀ କହିଲେ ସିଏ ତ ବହୁତ ପଇସା ବାଲା ହେଉଛି, ତୁମେ ସେମିତି କର ନା, ମୁଁ ଯଦି କରିବି ତାହେଲେ ଆମେ ପଇସା ବାଲା ହେବା ସତ, କିନ୍ତୁ ରେ ଆମକୁ ପିଢ଼ି ଆଗେଇବନି ନା, ତାହେଲେ ତମେ କ'ଣ ଏତେ ସିଦ୍ଧ ପୁରୁଷ ନା, ମୁଁ ଏଠୁ ଯଦି ଚାଲିଯିବି ସେ ବାଲ୍ମୀକି ଆଶ୍ରମ ପାଖକୁ ତାହେଲେ ଏ ଓଲଟପୁରଟା ଓଲଟିଯିବ। ହେଲା କି ସେଠି ଯାଇ ଗୁମ୍ଫ ଗାଦି ଯାହା କହନ୍ତି ଆମର ପୁରାତନରୁ ସେଠି ଯୋଗ ସାଧନା କରୁଥିଲେ କିଏ ବାଲ୍ମୀକି। ସେଠିକି ଯେତେବେଳେ ସେ ଚାଲି ଯାଇଛନ୍ତି ଓଲଟପୁର ଓଲଟି ପଡ଼ିଛି। ଓଲଟି ପଡ଼ିଲା ପରେ ସେଠୁ ବିରାଟ କାୟ ଗଣ୍ଡ ହେଇଯାଇଛି। ଗଣ୍ଡ ହେଇଗଲା ପରେ ତା ଭିତରୁ ବାହାରିଛନ୍ତି କିଏ ଆମ ନୀଳ ସରସ୍ୱତୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ। ହେଲା, ସେଇ ମନ୍ଦିରର ମାଙ୍କ ପାଖରୁ ଅନେକ କିମ୍ବଦନ୍ତୀ ଅଛି, ଯେଉଁଠିକି ଜୟଦେବ ଆଶୀର୍ବାଦ ନେଇ ଗୀତି ଗୋବିନ୍ଦ ଲେଖିଥିଲେ। ଆଶା ସୁରାସି ଭବଦଙ୍ଗ ବଲ୍ଲୀ ଭାସେବ ଦାସୀ କ୍ରୁଦଗ୍ଧ ସିନ୍ଧୁ ନନ୍ଦ ସ୍ମିଦେର୍ନେ ନିତସାର ବିନ୍ଦୁ ବନ୍ଦୀର ବିନ୍ଦାସନ ସୁନ୍ଦରୀ ତ୍ୱାଂ। ସେହି ନୀଳ ସରସ୍ୱତୀ ହେଉଛନ୍ତି ଅପୂର୍ବମୟ ଠାକୁରାଣୀ। ତାଙ୍କ ପାଖରେ ଯିଏ ବି ଯେଉଁ ମାନସିକ ନେଇକି ଯାଏ ସେଠି ନିଶ୍ଚିନ୍ତ ପୂର୍ଣ୍ଣ ହୁଏ। ତେଣୁକରି ଜୟଦେବ ସେଠି ଆଶୀର୍ବାଦ ନେଇ ଗୀତ ଗୋବିନ୍ଦ ଲେଖିଥିଲେ। ଆମେ ଯାହା ଜାଣିଛୁ, ଜେଜେବାପା ଜେଜେମା ସମସ୍ତଙ୍କଠୁ ଯାହା ଜାଣିଛୁ, ସେଠି ପ୍ରଭୁଙ୍କ ଆଶୀର୍ବାଦ ବିନା କିଛି ଗଛପତ୍ର ହେଲେ ନାହିଁ। ତେଣୁକରି ସେଠି ମାଙ୍କ ଆଶୀର୍ବାଦ ସବୁବେଳେ ଥାଏ। ସେଠି ନାରାୟଣ ଏବଂ ଗୋଟିଏ ମୂର୍ତ୍ତି ବିଷ୍ଣୁ ଏବଂ ଅନ୍ୟ ମୂର୍ତ୍ତି ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମା ନୀଳ ସରସ୍ୱତୀ। ତେଣୁକରି ଆମେ ବି ଶୁଣିଛୁ, ଆମ ଜେଜେମା ଜେଜେବାପା କୁହନ୍ତି ଯେ ସେଠି ଯେଉଁ ଗଣ୍ଡ ଦିହରୁ ଆସନ୍ତି ବଉଳା କୁମ୍ଭୀର, ସେ ବାଟୁଳାଏ ଖେଚେଡ଼ି ଖାଆନ୍ତି, ସିନ୍ଦୁର ଟିକେ ନିଅନ୍ତି, ତାଙ୍କୁ ଯାଆନ୍ତି, କିଛି କ୍ଷତି କରନ୍ତିନି। ପ୍ରଭୁଙ୍କର ମାଙ୍କର କରୁଣା ବା ସେଠି ଠାକୁରାଣୀ ବି ରାତିରୁ ଉଠିକି ବୁଲେ, ସମସ୍ତଙ୍କୁ ସେଠି ଆଶୀର୍ବାଦ କରନ୍ତି। ସମସ୍ତେ ଦେଖନ୍ତି ଯେ ମା ଏତେ ବଡ଼ ନିଆଁ ପିଣ୍ଡୁଳା ଭଳିଆ ମା ବୁଲୁଛି। ଆମେ ସେଠି ଅନୁଭବ କରୁ, ସବୁବେଳେ ମାଙ୍କ ପାଖରେ ଅନୁଭବ ହିଁ କରୁ। ତେଣୁକରି ଠାକୁରାଣୀ ବା ଅପୂର୍ବମୟ। ତେଣୁକରି ଅନୁଭବ ହିଁ ଆମର ପ୍ରଥମ କାର୍ଯ୍ୟ। ତେଣୁ ଠାକୁରାଣୀକି ଅନୁଭବ କରୁ। ସେଇଠି ମାଙ୍କ ପାଖରୁ କିଛି ଅନୁଭୂତି ପାଇଲି ଯେ ଏଠିକି ଗୋଟେ ମୂର୍ତ୍ତି ପ୍ରତିଷ୍ଠା ହେବାର ଅଛି। ଆଚ୍ଛା ପ୍ରଭାସ ନନା, ଯେମିତି ଆପଣ କହୁଥିଲେ ଓଲଟପୁର, ଆମେ ସମସ୍ତେ ଜାଣିଛୁ କଟକ ଜିଲ୍ଲାରେ ଗୋଟେ ଓଲଟପୁର ଅଛି। ଇଏ କ'ଣ ସେଇ ଓଲଟପୁର? ଓଲଟପୁର ଏବଂ ବାଇରୋଇ ଦୁଇଟି ଗ୍ରାମ ଲାଗିଛି। ହେଲା, ବାଇରୋଇ ଶାସନ ଏବଂ ଓଲଟପୁର। ନୀଳ ସରସ୍ୱତୀ ତ ସାଧାରଣତଃ ଆମେ ଜାଣୁ ମା ସରସ୍ୱତୀ ବାକ୍ୟବାଦିନୀ, ବିଦ୍ୟାର ଦେବୀ। ସେ ନୀଳ ସରସ୍ୱତୀଙ୍କୁ କେବଳ ବିଦ୍ୟା ଆରାଧନା ପାଇଁ ହିଁ ବିଶେଷ ଭାବେ ଆରାଧନା କରାଯାଏ, ପୂଜା କରାଯାଏ। ଜୟଦେବ ତାଙ୍କ ଆଶୀର୍ବାଦରେ ଗୀତ ଗୋବିନ୍ଦ ଲେଖିଗଲେ। ଆଚ୍ଛା, ଯଦି ସେଠିକାର ବର୍ତ୍ତମାନ ପୂଜା କଥା କହିବା, କେମିତି କ'ଣ ବର୍ତ୍ତମାନ ପୂଜା ରୀତିନୀତି ଚାଲିଛି? ସବୁଦିନ 3 ଟାଇମ୍ ପୂଜା ହୁଏ। ସକାଳୁ ମାଙ୍କର ମଙ୍ଗଳ ଆଳତି ଏବଂ ତାପରେ ମାଙ୍କର ନୀତିଭୋଗ, ତାପରେ ଖରାବେଳେ ଅନ୍ନଭୋଗ ଏବଂ ସନ୍ଧ୍ୟାରେ ଆଳତି ଏବଂ ପହଡ଼ ପଡ଼ିଲା ବେଳକୁ ଶେଷ ସମୟରେ ଟିକେ ଦହି ପଖାଳ ଭୋଗ ହୁଏ।
ହେଇକି ପହଡ଼ ପଡ଼େ। ସମସ୍ତେ ଯିଏ ଯାହା ବଳ ଅନୁସାରେ ସମସ୍ତେ ସେଠି ମାଆଙ୍କ ପାଖକୁ ଯାଆନ୍ତି, କିଛି ନା କିଛି ସେବା କରିକି ଯିଏ ଯାହା ଜାଣିଛନ୍ତି ମା ତାକୁ କୋଳେଇ ନିଅନ୍ତି, ଆଦର କରନ୍ତି। ବାଲ୍ମୀଙ୍କର ଯୋଗ ସାଧନାର ମୂର୍ତ୍ତି ଅଛି ଓଲଟପୁରରେ ଗୁମ୍ଫ ମନ୍ଦିରରେ। ଆଚ୍ଛା ପ୍ରଭାସ ନା ଯେଉଁ କଥା ଆମେ ଆଲୋଚନା କରୁଥିଲେ ଯେ ବାଲ୍ମୀକିଙ୍କର ଯେହେତୁ ସେଇଟା କହୁଛନ୍ତି ଆପଣ ଧ୍ୟାନପୀଠ ବା ଯୋଗପୀଠ, ଏବେ କିଛି କିମ୍ବଦନ୍ତୀ ବା ସ୍ମୃତି ସେମିତି କିଛି ଅଛି? ଆମେ ଦେଖୁଛୁ ଯେ ଗୁମ୍ଫ ମନ୍ଦିରରେ ଗୋଟେ ଋଷି ଯୋଗ ସାଧନାରେ ବସିଛନ୍ତି। ଆମେ କହୁ ଯେ ସେଇଟା ସମସ୍ତେ କୁହନ୍ତି ଯେ ସେ ବାଲ୍ମୀକି ଋଷି। ଆମେ ତ ଆଗରୁ ଦେଖିନୁ ନା, ଆମ ପୂର୍ବଜମାନେ ଯାହା କୁହନ୍ତି ଆମେ ସେଇଆକୁ ମନେ କରି କହୁ। ସେ ନିର୍ଦ୍ଦିଷ୍ଟ ଜାଗାରେ ହିଁ ଶିବ ସାଧନା କରୁଛନ୍ତି। ହଁ ହଁ, ସିଏ ଶିଆଳି ଲଟା ଗୁରା ମାଡ଼ିଛି, ତା ତଳେ ଗୁମ୍ଫ ଗାଦି ହେଲା। ଗୁମ୍ଫ ଗାଦି ଯୋଡ଼େ କଠଉ ପୂଜା ହେଉଛି, ଗୋଟେ ଶିଖାବାଡ଼ି ପୂଜା ହେଉଛି ଏବଂ ସେଠି ଯୋଗ ପୁରୁଷ ଯୋଗ ସାଧନାରେ ବସିଛନ୍ତି, ମୂର୍ତ୍ତିଟି ସେମିତି ଅଛି। ସବୁବେଳେ ହସ ହସ ମୁଖ ସେ ମୂର୍ତ୍ତି ଅଛି। ପ୍ରଭାସ ନା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ସୂଚନା ପାଇଁ, ଏତେ ସମୟ ଦେଲେ ଆମ ସହିତ ଋଷି ବାଲ୍ମୀକିଙ୍କର ଏବଂ ମା ନୀଳେଶ୍ୱରୀଙ୍କର କଥା ଆଲୋଚନା କଲେ। ସେଥିପାଇଁ ମୋ ତରଫରୁ ଏବଂ ମୋବାଇଲ ନ୍ୟୁଜ୍ 24 ନିଶ୍ଚୟ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ। ବନ୍ଧୁ ଆପଣମାନେ ଶୁଣୁଥିଲେ ପ୍ରଭାସ ପଣ୍ଡା ନନା ଯେମିତି ସୂଚନା ଦେଉଥିଲେ ଯେ କଟକ ଜିଲ୍ଲାର ଓଲଟପୁର ଯାହା ରହିଛି ସେ ଓଲଟପୁରରେ ରହିଛି ଋଷି ବାଲ୍ମୀକିଙ୍କର ଯୋଗ ଆଶ୍ରମ, ଯେଉଁଠି ସେ ଯୋଗ କରୁଥିଲେ। ଖାଲି ସେତିକି ନୁହେଁ, ମା ନୀଳ ସରସ୍ୱତୀ ମଧ୍ୟ ଯେଉଁଠୁ ଆବିର୍ଭୂତ ହୋଇଥିଲେ ଏ ହେଉଛି ସେହି ସ୍ଥାନ ଯାହାର ନାମ ବାଇରୋଇ। କଟକରୁ କ୍ୟାମେରାମ୍ୟାନ୍ ପ୍ରତାପଙ୍କ ସହ ପ୍ରଭାତ ରାଉତ, ମୋବାଇଲ ନ୍ୟୁଜ୍ 24x7।